ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ବହୁତ ବଢ଼ିଆ ଡାଲମା ରେସିପି ଆଣିଛି। ଏମିତି ବନେଇବେ ଡାଲମା ନା ମନ୍ଦିର ଡାଲମା ଭଳି ସ୍ୱାଦ ଲାଗିବ ଆଉ ବହୁତ ଭଲ ଲାଗିବ ଖାଇବା ପାଇଁ ଏ ଡାଲମା ରେସିପି। ଚାଲନ୍ତୁ ଷ୍ଟାର୍ଟ କରିବା। ଦେଖନ୍ତୁ ପରିବା ମୁଁ ଏତିକି ପରିବା ନେଇଛି। ଆପଣ କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ ଆଉ ପରିବା ଆଉ କିଛି ବି ଆପଣ ଆଡ଼୍ କରିପାରିବେ। ତ ଦେଖନ୍ତୁ ଦେଶୀ ଆଳୁ, ବାଇଗଣ, କଦଳୀ, ଅମୃତଭଣ୍ଡା ଯେଉଁ ପରିବା ଗୁଡ଼ିକ ଡାଲମାରେ ପଡ଼େ ସବୁଯାକ ପରିବା ମୁଁ ନେଇଛି। ଆଉ ଆପଣ ଆଧିରେ ପରିବା ମିଶାଇ ପାରିବେ। ତ ଏଇଠି ବାଇଗଣକୁ କାଟି ଦେଇକି ସାଇଡ଼ରେ ରଖି ନେଇଛି। ଦେଶୀ ଆଳୁକୁ ଚୋପା ଛଡ଼େଇ ନେବା। ଏମିତି ଦେଶୀ ଆଳୁ ମୁଣ୍ଡଟା ପକାଇବେନି, ଯେଉଁଟାକି ସିଝିବନି, ଖାଇବା ପାଇଁ ଭଲ ଲାଗିବନି। ତ ମୁଁ ସେଥିପାଇଁ ଦେଶୀ ଆଳୁ ମୁଣ୍ଡଟା କାଟି ନେଇଛି। ଆଉ ଦେଶୀ ଆଳୁର ସବୁଯାକ ଚୋପା ଛଡ଼େଇ ନେଇଛି। ଏମିତି ଟିକେ କାଟି ନେଇଛି ବଡ଼ ବଡ଼ ପିସେସ୍ କରିକି। ଦେଶୀ ଆଳୁ ବହୁତ ଭଲ ଲାଗେ ଡାଲମାରେ ଖାଇବା ପାଇଁକି। ଯେଉଁମାନଙ୍କୁ ପସନ୍ଦ ବି ନୁହଁ ଥରେ ଡାଲମାରେ ପକାଇକି ଦେଖନ୍ତୁ, ବହୁତ ଭଲ ଲାଗିବ। ତ ଏଇଠି ଦେଶୀ ଆଳୁ ପକାଇ ନେଇଛି, କାଟି ନେଇଛି, ସବୁ ପରିବା କାଟି ନେଇଛି। ପୋଟଳ, ଅମୃତଭଣ୍ଡା, ବାଇଗଣ ଆଉ ଆଳୁକୁ କାଟିକି ପାଣିରେ ଏମିତି ପକାଇ ନେବା। ସାରୁ, କଦଳୀ, ଦେଶୀ ଆଳୁ ସବୁ ଜିନିଷ କାଟି ନେଇଛି ଭଲସେ ଧୋଇକିରି। ତ ଏଇଠି ଦେଖନ୍ତୁ, ଚାଲନ୍ତୁ ଡାଲମାର ପ୍ରୋସେସଟା ଆରମ୍ଭ କରିବା। ବହୁତ ୟୁନିକ୍ ତରିକା ହିସାବରେ ବନେଇଛି। ଏଇ ଡାଲମା ଥରେ ବନେଇବେ ମନ୍ଦିର ଡାଲମା ପରି ସ୍ୱାଦ ଲାଗିବ। ତ ଏଇଠି ଦେଖନ୍ତୁ କିଛି ଘିଅ ନେଇଛି। ଆପଣ ଚାହିଁଲେ ତେଲର ବ୍ୟବହାର କରିପାରିବେ। 2 ଚାମଚ ଘିଅ ନେଇଛି, ଗୁଆ ଘିଅ। ଏଇଟା କେମିତି ମୁଁ ପ୍ରସ୍ତୁତ କରିଛି ଆପଣ ମୋ ଚ୍ୟାନେଲ୍ ଭିଜିଟ୍ କରି ଦେଖିପାରିବେ। ଘିଅ ଦେହରେ ପ୍ରଥମେ 2ଟା କଞ୍ଚା ଲଙ୍କା ଦେଇଛି, ତାପରେ ଟମାଟର ଦେଇଛି, ତାର ସବୁଯାକ କଟା ହେଇଥିବା ପରିବାକୁ ଦେଇଛି। ଦେଇ ସାରିଲା ପରେ ଏଇଠି କ'ଣ କରିବା, ମୁଁ କଖାରୁ ବି ଆଧିରେ ପକାଇଛି। ଆପଣ କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ତ ଏଇଠି ସବୁ ଜିନିଷ ସବୁ ପରିବା ପକାଇ ସାରିଲା ପରେ ତାପରେ କ'ଣ କରିବା, ଭଲ ଭାବରେ ଗୋଳେଇ ନେବା। ସାଙ୍ଗମାନେ ଯେତେ ବି ପରିବା ଆପଣ ବ୍ୟବହାର କରିପାରିବେ ଡାଲମାର ସ୍ୱାଦ ସେତେ ବଢ଼ିବ। ସାଙ୍ଗମାନେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ ତାହେଲେ ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଏମିତି ମଜାଦାର ଭିଡ଼ିଓ ଦେଖିବା ପାଇଁକି ମୁଁ ଡେଲି ଭିଡ଼ିଓ ନୂଆ ଭିଡ଼ିଓ ନେଇକି ଆସୁଛି ଆପଣମାନଙ୍କ ପାଇଁକି। ତ ଏଇଠି ଦେଖନ୍ତୁ ପରିବା ସବୁ ପକାଇ ସାରିଲା ପରେ ଭଲ ଭାବରେ ଗୋଳେଇ ନେଇଛି। ତାପରେ ଏଇଠି ଗୋଳେଇବାର 1 ମିନିଟ୍ ପରେ ବାଇଗଣ ଦେଇଛି। ବାଇଗଣ ଥଣ୍ଡାରେ ଦେଲେ କଇଁଥା ହେଇଯିବ, ତ ଟିକେ ଗରମ ହେଇଗଲାଣି। ତ ଏଇଠି ବାଇଗଣ ଦେଇ ସାରିଲା ପରେ ଭଲ ଭାବରେ ଗୋଳେଇ ନେବେ। ଗୋଳେଇକିରି ଗ୍ୟାସ୍କୁ ବିଲକୁଲ ଲୋ କରିବେନି, ଲୋ କଲେ କଇଁଥା ହେଇଯିବ ବାଇଗଣ। ତ ମିଡ଼ିୟମ୍ ଫ୍ଲେମ୍ରେ ଗ୍ୟାସ୍କୁ ରଖିବେ। ତ ଏଇଠି ଘୋଡ଼େଇ ନେବା। ସବୁ ପରିବା ପକାଇ ଘୋଡ଼େଇ ନେଇଛି। ଆରପଟେ ଚୁଲାରେ ମୁଁ ଏଇଠି ଡାଲି ଗୋଟେ ପାଣି ହାଣ୍ଡି ବସାଇ ନେଇଥିଲି। ତ ଏଇଠି ଡାଲି ପକାଇ ଦେଉଛି। ଆପଣ ଚାହିଁଲେ ପରିବା କାମ ସରିଲା ପରେ ଡାଲି ବସାଇ ପାରିବେ, କିନ୍ତୁ ମୁଁ ଏକା ସାଙ୍ଗରେ 2ଟାକ ବନାଉଛି। ତ ଏଇଠି ଡାଲି ଦେଇ ସାରିଲା ପରେ ମୁଁ ଡାଲିରେ ଯେତିକି ଲୁଣ ଆଉ ହଳଦୀ ପକାଇବା କଥା ପକାଇ ଦେଇଛି କ୍ୱାଣ୍ଟିଟି ହିସାବରେ। ଡାଲି ସିଝିବା ଭିତରେ ଚାଲନ୍ତୁ ଗୋଟେ ମସଲା ବନେଇବା, ଯେଉଁ ମସଲା କି ଆପଣଙ୍କୁ ମନ୍ଦିରର ସ୍ୱାଦ ଆଣିବ। କିଛି କାଜୁ ଦେଇଛି, ଚାରୁମଗଜ ଆଉ ବାଦାମ ଅଳ୍ପ କ୍ୱାଣ୍ଟିଟିର ଦେଇଛି, ବେଶୀ ଦେଇନାହିଁ। ତାକୁ ଭଲକି ପେଷ୍ଟ ବନେଇଦେବା। ପେଷ୍ଟ ଭଲସେ ବନେଇ ସାରିଲା ପରେ ଦେଖନ୍ତୁ ଏଇଠି ପରିବା ଯେଉଁ ଆମେ ବସେଇଥିଲେ ପରିବାଟା ଦେଖିନେବା। ପରିବାରେ କିଛି ଲୁଣ ହଳଦୀ ପଡ଼ିନଥିଲା, କାହିଁକିନା ଲୁଣ ହଳଦୀ ପକାଇଲେ ତେଲ ଟାଣି ନେବ। ଲୁଣ ପକାଇଲେ ପରିବାରେ ବହୁତ ସାରା ପାଣି ବାହାରିବ। ତ ସେଥିପାଇଁ ପରିବାକୁ ଖାଲିରେ ଟିକେ ଭାଜି ଦେଇଥିଲି। ତାପରେ ଦେଖନ୍ତୁ ପରିବାର ପୁରା ଏକଦମ ଶୁଖିଲା ହେଇଗଲାଣି। ତ ଏଇଠି ମୁଁ ଲୁଣ ଆଉ ହଳଦୀ ଦେଇଛି। ପରିବା ଯେତିକି କ୍ୱାଣ୍ଟିଟିର ପରିବା ସେହି ହିସାବରେ ଆପଣ ଲୁଣ ହଳଦୀ ଦେବେ। ଲୁଣ ବେଶୀ ଦେବେନି, ଡାଲିରେ ଆମେ ଅଲରେଡ଼ି ଡାଲି ପାଇଁ ଲୁଣ ଦେଇସାରିଛେ। ତ ଏଇଠି ଦେଖନ୍ତୁ ଆମେ ଯେଉଁ ପେଷ୍ଟ ବାଟିକି ରଖିଥିଲେ କାଜୁ, ବାଦାମ ଆଉ ଚାରୁମଗଜର, ସେ ପେଷ୍ଟକୁ ଏଇଠି ଦେଇଛି। ତାପରେ ଟିକେ ପାଣି ଦେଇକି ଏଇଠି ଦେଇଛି। ତାପରେ ଏଇଠି ଦେଖନ୍ତୁ ପାଣି ଦେଇ ସାରିଲା ପରେ ଏଇଠି କ'ଣ କରିଛି, ଭଲ ଭାବରେ ଗୋଳେଇ ନେଇଛି। ଗୋଳେଇ ସାରିକି ଏଇଠି ଆମେ କ'ଣ କରିବା, ଘୋଡ଼େଇ ଦେବା ପରିବା ସିଝିବା ପାଇଁକି। ଏଇଟା କ୍ରିମ୍ର କାମ ଦିଏ। ଏଇ କ୍ରିମ୍ରେ ଯଦି ପରିବାକୁ ଆପଣ ସିଝୁଛନ୍ତି ପରିବାର ଟେଷ୍ଟ ବି ବଢ଼ିଯିବ। ତ ଏଇଠି ଦେଖନ୍ତୁ ପରିବା କେତେ ବଢ଼ିଆ ସେ ସିଝିକି ଏକଦମ ବଢ଼ିଆ ସେ ରେଡ଼ି ହେଇଯାଇଛି। ପରିବା ଦର ସିଝା ହେଇଯାଇଛି। ତ ଏଇଠି କ'ଣ କରିବା, ଏ ଦେଖନ୍ତୁ ପରିବା ଦର ସିଝା ହେଇଯାଇଛି। କିଛି ପରିବା ବି ଭଲ ଭାବେ ସିଝି ଯାଇଛି। ତ ଏଇଠି କ'ଣ କରିବା, ଆମେ କିଛି ଜିରା ଗୁଣ୍ଡ ଦେବା। ଅଧ ଚାମଚ ଜିରା ଗୁଣ୍ଡ, ଅଧ ଚାମଚ ଧନିଆ ଗୁଣ୍ଡ ଦେଇଛି। ଦେଇକିରି ଭଲ ଭାବରେ ଆକୁ ଗୋଳେଇ ନେବା। କଞ୍ଚା ଜିରା ଗୁଣ୍ଡ, କଞ୍ଚା ଧନିଆ ଗୁଣ୍ଡ ଦେବେ।
तो ये गोले सारा पर कौन करवा टिके सांग मैंने ये घोड़े नवा सांग मैंने जदि ये भिडियोटी भल लगे गोटे लाइक आ गोटे कमेंट निश्चिंत करेंगे। तापर ये देखो घोड़े सारापर ये आरपट चूल्हे डाली बसई थे चलतु देखीदे डाली केमती हो गलानी डाली टिके सिझिया आरंभ हो गलानी डाली सिझीगला तो ये मु ग्रेड करी अदा रखी तो ये अदा किसी देदेची अदा आपण छेचिकी भी दे पारे तापर ये किसी तेजपत्र देची तेजपत्र अदा को देकी ये घोड़े दबा देखंतु तापर चलतु देखा ये जो परिबा आम रखी परिवार एकदम पानी सरीगलानी परिबा भल भाव सीझीगला आ परिबा देखंतु केते बढ़िया से बनिकी रेडी हो गलानी। तो ये कौन करिया गैस को बंद करी घोड़े की रखीदबा तापर ये डाली को देखीदबा डाली देखंतु एमती सीझीगला बेसी पूरा सीझेबेनी डाली को तो जो तर डालमा पूरा गोली हो तो ये देखंतु डाली सीझीगला पूरा भल से सीझेबेनी तो हाथ में मकचिला जमी फाटुव सेमती सीझेबे। तो ये देखो डाली सीझला ये जो परिबा आम रेडी कर रखी परिबा को देदबा दे सारिकी भल भाव गोले नबा 2 मिनट घोड़े दबा देखंतु 2 मिनट लो फ्लेम रे घोड़े देची ता भितर चलतु गोटे छुंक मारिबा छुंक पाई किसी घी नहीं किसी सुखिला लंका देची घी गरम हो सारा पर तापर जीरा अध चमच देची आ काश्मीरी लंका गुंड देची अध चमच तापर ये मु परिबा को तरकारी जो डालमा बनई डालमा को पकईदबा सीझे जो डालमा तो ये डालमा दे सारापर सांग मैंने एबे भी सरीनी आहरी बहुत जिनस दबार बाकी अच्छी तो डालमा देके ये भल भाव गोले नेबे। तो ये देखंतु धीरे धीरे कर डालमा ढाळिकी भल से गोले नेबे। तो ये देखंतु सब जाक डालमा मुझे ढाली देछि कड़ई देहरे डालिकी भल भाव गोले नहीं तापर चलतु ये किसी मसला गुंड आड करवा। तो मसला गुंड पाई मुझे नौची दालचीनी गुंड अध चमच तापर ये देछि भजा जीरा लंका गुंड अध चमच ये दे सारा पर ये मुझे किसी धनिया पत्र आड करछि आपण जो धनिया पत्र पसंद नहीं धनिया पत्र प्राय सबु टाइम रे मिले जदि न मिले ताले धनिया पत्र स्किप करें। तो ये गोलेकी घोड़े देछि पकई सारिकी तापर ये देखंतु किछि समय पर तरकारी केमती बढ़िया से बास्ना आसे आरंभ हो जाइछि जेतबेले आपण ए दालचीनी गुंड आउ भजा जीरा गुंड देबे गैस बंद कर देबे गैस बंद करके देबे तापर किछि समय घोड़े देबे जेमती बांफटा बाहर को न जाए घोड़े सारा पर गोले नेबे। तो सांग मैंने देखंतु ये डालमा रेसिपी बनिकी रेडी हो जाइछि संक्रांति स्पेशल डालमा मंदिर डालमा आपण चाहिले एथरे नड़िया भी ऐड कर परिबे मु नड़िया देहि नहीं कहीं समस्ते नड़िया खाइबा को पसंद करती नहीं मंदिर डालमा भली स्वाद ये डालमा। तो निश्चिंत गोटे थर बनातु आ मते कमेंट बॉक्स रे निश्चिंत जनातु सांग मैंने ये जो डालमा रेसिपी आपण जेतबेले भी चाहिए बनै पारिबे बहुत इजी तरीका रे ये बना है आ स्वाद पूरा मंदिर डालमा पर ये स्वाद। तो सांग मैंने आज ये रेसिपी आपण मानकु केमती लगिला मते कमेंट बॉक्स रे जणैबे। तो सांग मैंने आज पे एतिकी रहुची पुणी देखा नुआ एक रेसिपी सहित जय जगन्नाथ।